ନା ହେଇନି ଆଉ ଚା ପିଇ ଦିଅ। ଯୋଉ ଆଜି କେତେବେଳେ କଣ ରୋଷେଇ ହବ? ଗାଧୁଆବେଳେ ବନ୍ଧାକୋବି କରିବ, ଡାଲି କରିବ, ହଁ ଆଉ ଏତ କରିବ ଆଉ ତମେ କଣ? ମତେ ଚା ପିଇ ଦିଅ, ଏଇ ହଁ ବିସ୍କୁଟ ଚା ଖାଇଛି। ପିଇଦେ। ଆଉ ବରଫ ଶାଗ ରଖିଥିଲି କଣ ହବ? ଆଜି କାଲିଠାରୁ ଶାଗ ବନ୍ଦ ଖାଇବା, କାହିଁକିନା ଜଗନ୍ନାଥଙ୍କର ପ୍ରବେଶ ବସିଛନ୍ତି। ସେଥିପାଇଁ ଆଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ପାଳଙ୍ଗ ଶାଗ ଖାଇବା ନିଷେଧ। ଆଉ ଏ ଶାଗ କଣ କରିବ? ଏ ଶାଗକୁ ଗାଈକି ଦବ, ଗାଈ ଖାଇଲେ ତମେ ଖାଇବ। ଚାଲନ୍ତୁ ସାଙ୍ଗମାନେ ଶାଗକୁ ନେଇ ଗାଈକୁ ଦେଇଦବା। ହେଇ ଗୋଟେ ଗାଈ ଯାଉଛି ସେଇଠି, ଚାଲନ୍ତୁ ଗାଈଠି ନେଇକି ଶାଗଟା ଦେଇଦବା। ଚାଲନ୍ତୁ କହିଦେବା, ଗାଈ ଷଣ୍ଢ ଯିଏ ଆସିକି ଖାଇବେ ଆଉ। କାହିଁକି ନା ଆମ ଘରକୁ ସକାଳ ବେଳା ଗୋଟେ ଷଣ୍ଢ ସବୁଦିନ ଆସିକି ଏଇଠି ଶୁଏ। ଆଉ ହଉଛି ଏଇଠି ଛୁଆ ହେଲେ ଯିଏ ଆସିବେ ସିଏ ଖାଇବେ ଆଉ, ଖାଇଲେ ପୁଣ୍ୟ ହବ। କଣ ଶାଗ ଖାଇବେନି ଯେହେତୁ ଭଗବାନ ଆମ ଘରକୁ ଯାଇ ସାରିଲେଣି। ଦେଖନ୍ତୁ ସକାଳର ଦୃଶ୍ୟ କେତେ ମନୋରମ, କେତେ ସୁନ୍ଦର। ଗାଁ ଦେଖନ୍ତୁ ମାଳତୀ ଫୁଲ, ମାଳତୀ ଫୁଲ କେମିତି। ଯୋଉମାନେ ଆମ ଭିଡିଓଟିକୁ ଦେଖୁଛନ୍ତି ଫେସବୁକରେ, ମୋ ଆଇଡି ଫଲୋ କରିଦିଅନ୍ତୁ। ଯୋଉମାନେ ୟୁଟ୍ୟୁବରେ ଭିଡିଓଟିକୁ ଦେଖୁଛନ୍ତି, ଆଇଡିକୁ ସବସ୍କ୍ରାଇବ କରିଦିଅନ୍ତୁ। ଦେଖନ୍ତୁ ଗାଁର ଦୃଶ୍ୟ କି ସୁନ୍ଦର ବାସ୍ନା ହଉଛି। ନବ ପିଲାମାନେ, ସାଙ୍ଗମାନେ ଦେଖନ୍ତୁ ମାଳତୀ ଫୁଲ ଆମ ଘର ପାଖରେ ଫୁଟୁଛି। ଆମେ ନେଇକି ସବୁଦିନ ପୂଜା କରୁଛୁ। ଆଜି ତ ପୂଜା ସରିଲାଣି। ସକାଳୁ ଦେଖିଲେ ମା ଚା ଦେଇ ସାରିଲେଣି, ପୂଜା ସରିଲାଣି। ଆଜି ସକାଳ କାମ ଅଲରେଡି ସରିଲାଣି। ଆଉ ଘରେ ଗୋଟେ ଗଛ ଲଗେଇଛି। ସକାଳୁ ଆଉ ବି ମୁଁ ଟିକେ ଯତ୍ନ ନିଏ। ଆଉ ବି ଟିକେ ନାଚନା କଷ୍ଟ କାଢି ଦିଏ, ତାକୁ ବି ଟିକେ ସଫା କରିଦିଏ। ଗଛ ଲତା ମୋର ଭାରି ପ୍ରିୟ, ମତେ ଲଗେଇବା ପାଇଁ। ସକାଳର ପୂଜା ତ ଆମର ସରିଯାଇଛି। ओम धनात्ताय नमस्तुभ्यं गिरिपद्मावताय भगवत्प्रसन्ने धनगुण्यादि संपन्न नमस्ते महामाये श्रीपीठे सुरभुजिरे संकटप्रवराहस्ते महालक्ष्मी नमस्ते नमस्ते गरुडारूढे कलशभयंकरी सर्वपाप हरे देवी महालक्ष्मी नमस्ते सर्वज्ञ सर्वपरदे सर्वदुष्ट भयंकरी सर्वदुःख हरे देवी महालक्ष्मी नमस्ते शत्रु विनाशनम महालक्ष्मी भवे नित्यं प्रसन्न वरदा शुभा इति द्रवृतं श्री महालक्ष्मी स्तवं स्तोत्रं संपूर्ण लक्ष्मी नारायणे नमो नमः। देखो सांग मैंने सकाଳେ ଟିକେ ଗଛ ପଛରେ ପାଣି ଦେବାକୁ ମତେ ଭଲ ଲାଗେ। ଏଇ ଘର ଆଗରେ ମୁଁ କିଛି ଯୋଉ ତୁଳସୀ ଗଛ ରଖିଛି। ସେଠି ଏଥର ତୁଳସୀ ଗଛ ଟିକେ କମିଛି, ଆଗ ବର୍ଷ ଲଗେଇଥିଲି ବହୁତ ତୁଳସୀ ଗଛ ହେଇଥିଲା। ସକାଳୁ ମୁଁ ଟିକେ ଗଛ ପଛରେ ପାଣି ଦିଏ, ପାଣି ଦେଲେ ମୋ ମନକୁ ଶାନ୍ତି ମିଳେ।